ସ୍ୱାଗତ। ଆଜି ଆମେ ଏକ ବିଶେଷ ସଂଖ୍ୟା ବିଷୟରେ ଗଭୀର ଭାବରେ ଆଲୋଚନା କରିବାକୁ ଯାଉଛୁ। ଆଉ ହଁ, ଏହି ଆଲୋଚନାକୁ ପୂରାପୂରି ବୁଝିବାକୁ ହେଲେ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଏମିତି ଆହୁରି କିଛି ଭଲ ଜିନିଷ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଜି ଆମେ ମୂଳଙ୍କ 8 ବିଷୟରେ କଥା ହେବା। ମାନେ ଯେଉଁମାନେ କୌଣସି ମାସର 8, 17 କିମ୍ବା 26 ତାରିଖରେ ଜନ୍ମ ହୋଇଛନ୍ତି ସେମାନଙ୍କ ପାଇଁ ଜୁଲାଇ 2025 ମାସଟା କେମିତି ଯିବ। ଆଉ ଏସବୁ ତଥ୍ୟ ଆମକୁ ମିଳିଛି ପ୍ରସିଦ୍ଧ ସଂଖ୍ୟାତତ୍ତ୍ୱବିତ୍ ଶ୍ରୀମତୀ ରୋଜାଙ୍କ ବିଶ୍ଳେଷଣରୁ। ହଁ, ଏଇଟା ଗୋଟେ ବଡ଼ ଆକର୍ଷଣୀୟ ସମୟ। ଦେଖନ୍ତୁ, ଜୁଲାଇ ହେଲା 7 ନମ୍ବର ମାସ। ତେଣୁ ଏହା କେତୁ ଗ୍ରହ ଦ୍ୱାରା ପ୍ରଭାବିତ, ଯିଏ କି ସଂଖ୍ୟା 7ର ସ୍ୱାମୀ। ଆଚ୍ଛା। ଆଉ ମୂଳଙ୍କ 8 ହେଉଛି ଶନି ମହାରାଜଙ୍କ ସଂଖ୍ୟା। ଶନି ହେଲେ ପରିଶ୍ରମ, ନ୍ୟାୟର ଦେବତା। ଆଉ କେତୁ ଆଣନ୍ତି ଆକସ୍ମିକ ପରିବର୍ତ୍ତନ, ବେଳେବେଳେ ବାଧା। ଓହୋ, ତାହେଲେ ଶନି ଆଉ କେତୁଙ୍କର ଏଇ ଯୋଗ ଏହା ମୂଳଙ୍କ 8 ପାଇଁ କ'ଣ ଆଣିବ? ଭଲ? ନା, ଏବେ ସରିଲା ବୋଲି କହିପାରିବା। ଜୁଲାଇ ମାସ ପୁରା ନୂଆ ଶକ୍ତି, ନୂଆ ସୁଯୋଗ ନେଇକି ଆସୁଛି। ଯେତେ ଧୈର୍ଯ୍ୟ ଧରିଥିଲେ ତାର ଫଳ ମିଳିବାର ସମୟ। ବାଃ, ଏଇଟା ଶୁଣି ବହୁତ ଖୁସି ଲାଗିଲା। ମାନେ ପୂର୍ବର ପରିଶ୍ରମ ଏବେ ରଙ୍ଗ ଦେଖେଇବ। ତେବେ କୋଉ କ୍ଷେତ୍ରରେ ଏହାର ଭଲ ପ୍ରଭାବ ବେଶୀ ଦେଖିବାକୁ ମିଳିବ? ଦେଖନ୍ତୁ, ମୁଖ୍ୟତଃ କାମକ୍ଷେତ୍ର ଆଉ ସମ୍ପତ୍ତି ସମ୍ବନ୍ଧୀୟ ଜିନିଷରେ, ଯେମିତିକି ରିଏଲ୍ ଏଷ୍ଟେଟ୍, ଜମିବାଡ଼ି କିଣାବିକା, ଚାଷବାସ ବ୍ୟବସାୟ, ବ୍ୟାଙ୍କିଂ, ଆର୍ଥିକ ସେବା, ଏସବୁ କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଭଲ ସମୟ। ଆଚ୍ଛା। ଯଦି କୋଉଠି ଘର ତିଆରି କାମ ଅଟକି ଯାଇଥିଲା ସେଇଟା ଆଗକୁ ବଢ଼ିବ, କିମ୍ବା ଦୋକାନ ବା ଘର ବିକ୍ରି କରିବାକୁ ଚାହୁଁଥିଲେ ସେଥିରେ ସଫଳତା ମିଳିପାରେ। ନୂଆ ସମ୍ପତ୍ତି କିଣିବା ପାଇଁ ବି ଏଇଟା ଏକଦମ ଠିକ୍ ସମୟ। ଆଉ ଯଦି କିଛି ଆଇନଗତ ମାମଲା ଚାଲିଥିଲା ତାହା ବି ସମାଧାନ ହେବା ଆଡ଼କୁ ଯିବ। ଓହୋ। ଏମିତିକି କାମ ଜାଗାରେ କିଛି ପୁରସ୍କାର କିମ୍ବା ସମ୍ମାନ ମିଳିବାର ଯୋଗ ବି ଅଛି। ଏତେ ସବୁ କାମ ଆଉ ଭଲ ଜିନିଷ ଭିତରେ ସ୍ୱାସ୍ଥ୍ୟ କଥା ଟିକେ କୁହନ୍ତୁ। ସେଥିପ୍ରତି କିଛି ସ୍ପେଶାଲ ଧ୍ୟାନ ଦେବାକୁ ପଡ଼ିବ କି? ହଁ, ନିଶ୍ଚୟ। ସ୍ୱାସ୍ଥ୍ୟ ଦିଗରେ କିଛି ସତର୍କ ରହିବା ଦରକାର, ବିଶେଷ କରି ଆଖି, ଚର୍ମ ଆଉ କେଶ ସମସ୍ୟା। ଆଚ୍ଛା, କେମିତିକା ସମସ୍ୟା? ଯେମିତି ଆଖି ପୋଡ଼ିବା, ଆଖିରୁ ପାଣି ବାହାରିବା, କିମ୍ବା ଚମଡ଼ାରେ କିଛି ଦାଗ ହେବା, କୁଣ୍ଡେଇ ହେବା ଆଉ କେଶ ଝଡ଼ିବା ସମସ୍ୟା ବି ଦେଖାଦେଇପାରେ। ଏମିତି କିଛି ହେଲେ ମୋ ପରାମର୍ଶ ହେଲା ନିଜେ ନିଜେ ଘରୋଇ ଚିକିତ୍ସା ନ କରି ଡାକ୍ତର କିମ୍ବା ସ୍ପେଶାଲିଷ୍ଟଙ୍କ ପରାମର୍ଶ ନେବାଟା ଭଲ ହେବ। ଠିକ୍ କହିଲେ। ଆଚ୍ଛା, ଆପଣ କହୁଥିଲେ କାମରେ ବହୁତ ବ୍ୟସ୍ତତା ରହିବ। ତେବେ ଏଇଟା ବ୍ୟକ୍ତିଗତ ସମ୍ପର୍କ ମାନେ ପାରିବାରିକ ଜୀବନ ଉପରେ କିଛି ପ୍ରଭାବ ପକାଇପାରେ କି? ହଁ, ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। କାମରେ ଯେହେତୁ ଅଧିକ ମନ ଦେବେ, ସମ୍ଭବତଃ ଜୀବନସାଥୀଙ୍କୁ ଯେତିକି ସମୟ ଦେବା କଥା ସେତିକି ଦେଇ ନ ପାରନ୍ତି। ଓହୋ। ଆଉ ସେଥିପାଇଁ କିଛି ମନାନ୍ତର ବା ଯୁକ୍ତିତର୍କ ବି ହୋଇପାରେ। ତେଣୁ ସେ ବିଷୟରେ ଟିକେ ସଚେତନ ରହିବା ଦରକାର। ଚେଷ୍ଟା କରିବେ ସମ୍ପର୍କ ପାଇଁ ବି କିଛି ସମୟ ବାହାର କରିବାକୁ। ବାଲାନ୍ସ କରିବାକୁ ପଡ଼ିବ। ହଁ, ଏକଦମ। ଆଉ ଗୋଟେ ଭଲ କଥା ହେଲା ମାସର ମଝି ଆଡ଼କୁ, ମାନେ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କୁଆଡ଼େ ଟିକେ ବୁଲିଯିବା। ଗୋଟେ ଛୋଟ ଯାତ୍ରା କିମ୍ବା ଏକାନ୍ତରେ କିଛି ସମୟ ବିତେଇବା ସମ୍ପର୍କ ପାଇଁ ବହୁତ ଭଲ ହେବ। ଆଚ୍ଛା, ଏଇଟା ଭଲ ଆଇଡିଆ। ଆଉ ଯେଉଁମାନେ ଏକା ଅଛନ୍ତି, ମାନେ ସିଙ୍ଗଲ? ହଁ, ସେମାନଙ୍କ ପାଇଁ ବି ସୁଯୋଗ ଅଛି। ନୂଆ ଲୋକଙ୍କ ସହ ମିଶିବା, ନୂଆ ବନ୍ଧୁତା ବା ସମ୍ପର୍କ ଗଢ଼ି ଉଠିବାର ସମ୍ଭାବନା ଅଛି। ଆଉ ଏ ମାସରେ ନୀଳ ଆଉ ବାଇଗଣୀ ରଙ୍ଗ ସେମାନଙ୍କ ପାଇଁ ଶୁଭ ରହିବା। ଓକେ, ଏବେ ଆସିବା ଆର୍ଥିକ ଦିଗକୁ। ପଇସାପତ୍ର, ଚାକିରି, ବ୍ୟବସାୟ ଏସବୁ ପାଇଁ କିଛି ଖାସ୍ ପରାମର୍ଶ? ଆର୍ଥିକ ଦିଗରୁ ଦେଖିଲେ ସମ୍ପତ୍ତିରୁ ଲାଭ ମିଳିବାର ଯୋଗ ଅଛି। କିନ୍ତୁ ଗୋଟେ କଥା ମନେ ରଖିବେ, କୌଣସି ପ୍ରକାର ସର୍ଟ ଟର୍ମ ଟ୍ରେଡିଂ, ମାନେ ଆଜି କିଣି କାଲି ବିକିବା, କିମ୍ବା କୌଣସି ସର୍ଟକଟ୍ରେ ପଇସା କମେଇବା ପଛରେ ନ ପଡ଼ିବା ଭଲ। ସତର୍କ ରହିବା ଦରକାର। ହଁ, ଏ ସମୟଟା ହେଉଛି ପରିଶ୍ରମ କରି ଫଳ ପାଇବାର ସମୟ। ଚାକିରି କରୁଥିବା ଲୋକମାନେ ଟିକେ ଧୈର୍ଯ୍ୟ ରଖନ୍ତୁ। କାମରେ କୌଣସି ଭୁଲ ବା ଅସାବଧାନତା ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସାଙ୍ଗ ସହକର୍ମୀଙ୍କ ସହ ମିଳିମିଶି ଚଳିଲେ ଭଲ। ଆଉ ବ୍ୟବସାୟୀମାନଙ୍କ ପାଇଁ? ବ୍ୟବସାୟୀମାନେ ନିଜର ଯନ୍ତ୍ରପାତି, ମେସିନ୍ ଆଦିର ଠିକ୍ରେ ଯତ୍ନ ନିଅନ୍ତୁ। ନହେଲେ ସେଥିରେ କିଛି ଖରାପ ହୋଇ ଅଯଥା ଖର୍ଚ୍ଚ ବଢ଼ିପାରେ। ଆଉ ଗୋଟେ ବହୁତ ଜରୁରୀ କଥା, ବ୍ୟବସାୟରେ ଥିବା ବୟସ୍କ ଆଉ ଅଭିଜ୍ଞ ଲୋକଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କର ପରାମର୍ଶ ନିଅନ୍ତୁ। ଦେଖିବେ ଏମିତି କଲେ କିଛି ଅପ୍ରତ୍ୟାଶିତ ଲାଭ ବି ମିଳିପାରେ। ବାଃ, ଏଇଟା ବହୁତ ଭଲ କଥା କହିଲେ, ଅଭିଜ୍ଞ ଲୋକଙ୍କର କଥା ଶୁଣିବା।
क्षणिक विरति जदि एही आलोचना काहाकू भल लागुछि किंबा किछि नुआ जानिबाकू मिलुछि तेबे गोटे लाइक देई पारंती किंबा कमेंट रे जणई पारंती। एहा हमकू जानिबारे सहाय्य करे आउ अन्य मानक पाखरे पहुंचिबारे भी। अच्छा, एते सबु भल जिनसकू आहुरी बढ़ेवा पाई किंबा संभाव्य समस्या को कम करिवा पाई किछि सरल उपाय बा प्रतिकार अछि कि? हाँ, निश्चय अछि। किछि सहजिया किंतु बहुत काम देला भलिया उपाय अछि। कुहंतो शुनिबा। प्रथमतः पुरुणा वस्त्र दान। निजर जो पुरुणा पोशाक अछि किंतु भल अवस्थारे अछि ताकू भल भावे सफा करी इस्त्री करी काहाकू दरकार थिबा लोकंकू दान करंतु। अच्छा। सेहीपरि पुरुणा जोता ताकू भी सफा करी दान करि परिबे। कुहा जाए एमिति कले जीवन रे नुआ जिंसु पई जागा तयारी हुए। एइटा गोटे प्रतीकात्मक कथा भी। एकदम। आउ गोटे हेला सेवा। शनिवार दिन कोनोसी मंदिर किंबा गुरुद्वारा रे जाई लंगर सेवा करि परिबे। जदि सेइटा संभव नुहे तेबे घरे खाइबा तयारी करी किछि अभावी लोकंकू देई परिबे। एइटा भी बहुत भलो। तापरे आसुची रूपार व्यवहार। जदि संभव रूपा ग्लास रे पानी पियंती। एहा मानसिक शांति दिए बोली विश्वास करा जाए। ओहो। आउ पारिले रूपार कड़ा पिंधंतु। पुरुष माने डाहाण हातरे आउ महिला माने बाम हातरे। एइटा इमोशनल बैलेंस पई भलो। अच्छा। आउ रंग विषय किछि? हाँ, ए मासरे लाल आउ कला रंगर व्यवहार जेते कम करिवे सेते भलो। ठीक अछि। तेबे मोटामोटी भावे देखिले मूलांक 8 पई जुलाई 2025 गोटे गुरुत्वपूर्ण मास। नुआ सुजोग परिश्रमर फल किंतु स्वास्थ्य आउ संपर्करे टिके सावधान रहिबाकू हबो। एकदम सठिक सारांश। किंतु गोटे कथा सबु बेले मने रखिबा दरकार। एटा होछि एक साधारण संख्या तत्विक विश्लेषण। प्रत्येक लोकंक पई अनुभूति टिके अलगा होई पारे। तांको निज कर्म चेष्टा और जन्म समयर ग्रह स्थिति अनुसारे। हाँ, सेइटा तो निश्चय। आउ जदि केही निज जीवनर उठापटा आगोकू आसुथिबा सुजोग बा चैलेंज विषय आहुरी विस्तृत भावे माने पर्सनलाइज्ड भावे जानिबाकू चाहंती ताहले सेमाने निज पई एक व्यक्तिगत संख्या तत्व रिपोर्ट पाई परिबे। तारो लिंक आमे डिस्क्रिप्शन रे देई दीछु। आउ शेषरे गोटे छोटो चिंता करिवा भली कथा। आमे जेमिति पुराना पोशाक बा जोता दान करी नुआ जिनिस पई जागा करूछे सेमती एही मासरे आमे आम मन भितर केउ पुराना जिनिस को बाहर करि परिबा। माने कोनोसी पुराना अभिमान किछि क्षोभ किंबा कोनोसी खराब अभ्यास जहाकू छाड़ी देले आम जीवन रे नुआ शक्ति नुआ पॉजिटिविटी पई बाट फिटी जिवो। एहा उपरे टिके भाबिबा कथा। वाह, एटा बहुत गभीर कथाटे कहिले शेषरे। बहुत बढ़िया। तेबे आजी पई एतिकी आम सह जोड़ी होइतिबारु समस्तंकु धन्यवाद। पुणी देखाहेब। आपण सुनुछंती रेडियो तोसाली आम माटीर स्वर।